କାର୍ଯ୍ୟକ୍ରମ ରଖିଛନ୍ତି ତା ବିଷୟରେ କଣ କହିବେ? ଜୟ ଜଗନ୍ନାଥ, ଜୟ ମା ମଙ୍ଗଳା, ଶୁଭ ସନ୍ଧ୍ୟା। ଗଣେଶ ମାହାରୀ, ନିଖିଳ ଓଡ଼ିଶା ମିନିଟ୍ର ମାଲିକ ମହାସଂଘର ରାଜ୍ୟ ସଭାପତି। ପ୍ରଥମେ ମୁଁ ସାରା ଓଡ଼ିଶାବାସୀଙ୍କୁ ହୃଦୟରୁ ନମସ୍କାର ଜଣାଉଛି ଯେ ଆମର ଏ ଯେଉଁ ରଥଯାତ୍ରା ଘୋଷଯାତ୍ରା ଆମର ଆଜି 12 ବର୍ଷ ହେଇଗଲା ଅନ୍ନପ୍ରସାଦ ସେବା ଦିଆଯାଏ। ଆମକୁ ସବୁ ସମୟରେ ବଢ଼ିଛି। 2 ବର୍ଷ ହେଲା ଆମେ ଗୋଟେ ଦିନ ପୂର୍ବରୁ କରୁଛୁ, ଯେ 16 ତାରିଖରେ ଘୋଷଯାତ୍ରା 15 ତାରିଖ କରୁଛୁ। କାହିଁକି ନା 15 ତାରିଖରେ ସବୁଆଡ଼େ ଷ୍ଟଲ୍ ପ୍ରତି 10 ମିନିଟରେ ଗୋଟେ ଗୋଟେ ଷ୍ଟଲ୍ ପଡୁଛି ବଡ଼ଦାଣ୍ଡ ସାରା। କିନ୍ତୁ ଆମେ ଯେଉଁ ହିସାବରେ 40,000 ରୁ 50,000 ଭକ୍ତମାନଙ୍କ ପାଇଁ ଖାଦ୍ୟ ଇଏ କରୁଛୁ, ସୁବିଧା କରିଛୁ, କିନ୍ତୁ ଗୋଟେ ଦିନ ସେ ସରିଲାନି। ଆମେ ଚିନ୍ତା କଲୁ, ଆମ ସଂଘ ଚିନ୍ତା କଲା ଯେ ଗୋଟେ ଦିନ ପୂର୍ବରୁ ବଡ଼ଦାଣ୍ଡରେ କୌଣସି ହୋଟେଲ ଖୋଲା ନଥାଏ ରଥ ସମୟ କିମ୍ବା ଷ୍ଟଲ୍ ପଡ଼ିନଥାଏ। ସେ ପୂର୍ବ ଦିନ ଆମର ସନ୍ଧ୍ୟାବେଳେ ଅର୍ଥାତ୍ ସେ ଘୋଷଯାତ୍ରା ପୂର୍ବ ଦିନ 15 ତାରିଖ ସନ୍ଧ୍ୟାରୁ ଆମର ଅନ୍ନପ୍ରସାଦ ସେବା ଦିଆଯିବ ଏବଂ 16 ତାରିଖ ରଥ ସରିଲା ପରେ ସନ୍ଧ୍ୟାବେଳେ ଯେତେବେଳେ ରଥ ସରିଯାଉଛି ଷ୍ଟଲ୍ ବି ବନ୍ଦ ହେଇଯାଉଛି। ସନ୍ଧ୍ୟାବେଳେ ସମସ୍ତେ ବନ୍ଦ ହେଇଯିବ। ହଜାର ହଜାର ଲକ୍ଷ ଲକ୍ଷ ଭକ୍ତ ହାହାକାର ପଡ଼ିବ ଖାଇ ଭୋକରେ। ସେ ସମୟରେ ମଧ୍ୟ ଆମେ ଚିନ୍ତା କରି ଖୋଲା ରଖିବୁ। ରାତି ପାହିଯାଇଛି ଗତ ବର୍ଷ, ଏ ବର୍ଷ ମଧ୍ୟ ଯେଉଁ ରାତି ପାହିଆକି ଆମେ ଚିନ୍ତା କରୁଛୁ। କେତେ ହଜାର ଲୋକଙ୍କ ପାଇଁ ସାର୍ ବ୍ୟବସ୍ଥା କରିଛନ୍ତି? ଆମର 50,000 ଭକ୍ତମାନଙ୍କ ପାଇଁ ଦେଇଛନ୍ତି। ଅନ୍ନ, ଡାଲମା, କ୍ଷୀରି, ଖଟା ଆଉ ପାଣି, ଆଉ ଯଦି ଦରକାର ପଡ଼ିବ ଶୁଖିଲା ଖାଦ୍ୟ ମଧ୍ୟ ଟିଫିନ୍ ମଧ୍ୟ ଅଛି। ସକାଳେ ମଧ୍ୟ ଟିଫିନ୍ର ବନ୍ଦୋବସ୍ତ 7ଟା 8ଟା ଭିତରେ 2 ଘଣ୍ଟା ସୁବିଧା ଅଛି। ଆମେ ଏଇ କଥା କହିବାକୁ ଚାହୁଁଛୁ ଯେ କିଛି ଆମର ଓଡ଼ିଶାବାସୀ ଭାବୁଛନ୍ତି, ମତେ ବି ପଚାରୁଛନ୍ତି ରନ୍ଧା ଖାଦ୍ୟ ବନ୍ଦ ହେଇଯାଇଛି। ତାଙ୍କ ମନରେ ଅଛି ଖାଇବାକୁ ମିଳିବନି ରନ୍ଧା ଖାଦ୍ୟ, କିନ୍ତୁ ମାର୍କେଟ ଛକ ଯାକେ ରନ୍ଧା ଖାଦ୍ୟ ବନ୍ଦ ଅଛି। ଯେହେତୁ ଆମର ଏ ସଂସ୍ଥା 12 ବର୍ଷ ହେଲାଣି, ଆମ ଉପରେ ପ୍ରଶାସନ ମଧ୍ୟ ଶାନ୍ତି ଅଛନ୍ତି। ଆମର 60 ରୁ 70 ରୋଷେଇଆ କଟାଳି ହେଇକି ଯାଉଛନ୍ତି। ତାପରେ ଆମ ଗାଡ଼ି ମାଲିକ 100-150 ସେଠି ନିଯୁକ୍ତି ରହୁଛନ୍ତି। ପୁରା ପତ୍ର କୌଣସି ବଡ଼ଦାଣ୍ଡ କେମିତି ଅଳିଆ ନହବ, କିଛି ପତ୍ର ଉଠାଉଛନ୍ତି, କିଏ ପାଣି ଦଉଛି, କୌଣସି ଗହଳି ହବନି। କେତେ ଶୀଘ୍ର ଯିବେ ଭକ୍ତମାନେ ତାଙ୍କର ପ୍ରସାଦ ପାଇକି ଯିବେ, ଏସବୁ ମନରେ ଆମର ରହିଛି। ଆଉ ସେଇଟା ହେଇକି ଆମ ସଂଘକୁ ଗୋଟେ ତୃପ୍ତି ଲାଗୁଛି। ଆମେ ସବୁବେଳେ ଚାହୁଁଛୁ ତାଙ୍କରି ସେ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆମେ ଆମ ପରିବାର, ଆମ ଯାନବାହନ ଭଲରେ ଚାଲିଛି। ସମସ୍ତେ ତ ତାଙ୍କରି ଦୟାରେ ଚାଲିଛନ୍ତି। ତାଙ୍କ ବଡ଼ଦାଣ୍ଡରେ କେହି ଖାଲି ପେଟରେ ନ ଯାଆନ୍ତି। ଦେଖିए ସାର୍, ବଡ଼ଦାଣ୍ଡରେ ଜାଗାକୁ ନେଇକି ବହୁତ କଟକଣା ଥାଏ। ସ୍ପେସ୍ ଜାଗା ଥିବା ଦରକାର। ଏତେ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଦିଆଯାଉଛି, ସରକାରଙ୍କ ପାଇଁ ଆପଣ କିଛି କହିବେ କି? ସେ ବିଷୟରେ ଆମେ କଲେକ୍ଟର ତ ଡାକିଥିଲେ ମିଟିଂ ଗୋଟେ। ସେଥିରେ ଆମେ ଯେଉଁ ଜାଗାରେ ବଡ଼ ଶଙ୍ଖ କିଶୋର କ୍ଲବ ସବୁଠାରୁ ବଡ଼ଦାଣ୍ଡ ଚଉଡ଼ା ଜାଗା, ସେଠି ସଫିସିଏଣ୍ଟ ଆମର ଚଉଡ଼ା ଜାଗା ଅଛି। ସେଥିପାଇଁ ତ ଆମକୁ ସେ ପରମିଶନ କଲେକ୍ଟର ଦେଇଛନ୍ତି, ପ୍ରଶାସନ ଦେଇଛନ୍ତି। ଆଉ ପ୍ରଶାସନ ଯାହା ନୀତି ନିୟମ ଅଛି ଆମେ ସେଟା ଅକ୍ଷରେ ଅକ୍ଷରେ ମାନି ଚଳୁଛୁ। ସେଥିପାଇଁ ପ୍ରଶାସନ ଆମ ଉପରେ ମଧ୍ୟ ଖୁସି ଅଛନ୍ତି। ଆପଣ ସେଠି କେତୋଟି ଆସୋସିଏସନ ଜଡ଼ିତ ଅଛନ୍ତି ଆଉ କେତେ ମେମ୍ବର ଆପଣଙ୍କର ଅଛନ୍ତି ଅନୁଷ୍ଠାନରେ? ଗୋଟିଏ ଆସୋସିଏସନ ଆମର ଏଇଟା ନିଖିଳ ଓଡ଼ିଶା 30 ଜିଲ୍ଲାକୁ ନେଇ ସଂଘ। ସବୁ ଜିଲ୍ଲାରୁ ମାଲିକ ମାନେ ଅଳ୍ପ ବହୁତ ପରିବାର ସହ ବି ଆସୁଛନ୍ତି। ଆଉ ସେଠି ଯେଉଁମାନେ ସେବା ଦଉଛନ୍ତି ତାର ଆନନ୍ଦ ଆଖିରୁ ଲୁହ ଆସିଯିବ। କାହିଁକିନା ଜଗନ୍ନାଥଙ୍କ ସମସ୍ତେ ଭାଗ୍ୟରେ ଥିଲେ ସେ ସେବା ମିଳେ। ସେଥିପାଇଁ ଆମ ମାଲିକ ମାନେ ସମସ୍ତେ ଏକଜୁଟ ହେଇକିରି ଏକ ମନ ହେଇକିରି କାମ କରନ୍ତି। ଯେଉଁମାନେ ଆମ ମାଧ୍ୟମରେ ଆପଣଙ୍କୁ ଦେଖିବାକୁ କହିବେ ଆସିବା ପାଇଁ ରଥଯାତ୍ରାକୁ? ଆମେ ଏତିକି ଏଇଥିପାଇଁ କରୁଛୁ ଯେ ସାରା ଓଡ଼ିଶାବାସୀ ଜାଣନ୍ତୁ ଯେ ଗୋଟାଏ ଦିନ 15 ତାରିଖରେ, ଯେଉଁ 16 ତାରିଖରେ ଖାଲି ଘୋଷଯାତ୍ରାରେ ଦଉଛନ୍ତି ସେ ନାହିଁ। 15 ତାରିଖଠୁ ଆମ ନିଖିଳ ଓଡ଼ିଶା ମିନି ଟ୍ରକ୍ ମାଲିକ ମହାସଂଘ ତରଫରୁ ଆରମ୍ଭ ହେଉଛି। 16 ତାରିଖରେ ରଥ ସରିଲା ପରେ ମଧ୍ୟ ରାତି ପାହିଆକି ଦରକାର ପଡ଼ିଲେ ଆମ ସରିବା ପର୍ଯ୍ୟନ୍ତ ଆମେ ନେବୁ। ଆମେ 40,000 ରୁ 50,000 ଭକ୍ତମାନଙ୍କ ପାଇଁ ପ୍ରିପେୟାର ହେଇକି ଯାଇଛୁ। ରୋଷେଇଆ ନେଇଛୁ, ଲୋକ ବି ସେଇଭଳିଆ ଅଛନ୍ତି।